ସାଙ୍ଗମାନେ ସକାଳୁ ସକାଳୁ ବାହାରି ପଡ଼ିଲେ ମୁଁ ମାଛ ପାଇଁ। ଆଉ ଆଜି ଯିବା ଟିକେ ମାଛ କିଣିବାକୁ ବଜାରକୁ, ଦେଖିବା କେମିତି କ'ଣ ରେଟ୍ ଅଛି। ଚାଲ। ଏତେ ଜୋରରେ ପାଣି ବର୍ଷା ହେଇଥିଲା ଯେ ବର୍ଷାକୁ ପୁରା ଖାଲ ଢିପ ହେଇଯାଇଛି। ଆଉ ଏଇ ଖାଲ ଢିପ ବର୍ଷା ପାଗକୁ ଗୋଟେ ମାଛ ନହେଲେ ହବନି। ଚାଲ ଦେଖିବା ବଜାରରେ ମାଛ ରେଟ୍ କେତେ କ'ଣ ଅଛି। ସୁନ୍ଦରିଆ ସୁନ୍ଦରିଆ ଫୁଲର ବାସ୍ନାରେ ଗଡ଼ି ଗଲି ମୁଁ ମାଡ଼ି ଚାଲିଲି ସାଇକେଲ ଧରି ଏଇଭଳିଆ ଖାଲ ଢିପ ରାସ୍ତାରେ ମାଛ ପାଇଁ। ସକାଳ ବର୍ତ୍ତମାନ 5ଟା ହେଇଛି। ଦୋକାନ ଫିଟିଛି କି ନାହିଁ ଠିକ୍ ନାହିଁ, ଦେଖିବା କେତେ ବାଟ ଯାଉଛେ। ଭୁବନେଶ୍ୱର ନାଁ ସତ, ହେଲେ ଯୁଆଡ଼େ ଦେଖିବ ଖାଲି ପାଣି ପାଣି ପାଣି, ସବୁଆଡ଼େ ପାଣି। ତ ଫ୍ରେଣ୍ଡସ୍, ବହୁତ ଦୂରରେ ଗୋଟେ ଅଟୋ ଠିଆ ହେଇଛି। ଆଉ ସେଇ ଅଟୋ ପାଖରେ ଦୋକାନଟା ଖୋଲିଲାଣି ବୋଧେ। ସକାଳୁ ସକାଳୁ ବର୍ତ୍ତମାନ 5ଟା ହେଇଛି। ଏତେ 5ଟାରେ କିଏ ଉଠିକି ଆସୁଛି? ଦେଖ ଏଠି କୁକୁଡ଼ା ବୋବଉଛି ଏଠିକିନା। ବର୍ତ୍ତମାନ ସକାଳ ହେଲା। ଆଉ ଏଇ ସକାଳୁ ସକାଳୁ ଆସିଯାଇଛି ମୁଁ ମାଛ ପାଇଁ। ଗୋଟେ ଅଟୋଟା ଆଗରେ ଠିଆ ହେଇଛି। ମୁଁ ଆପଣଙ୍କୁ ବ୍ୟାକ୍ କ୍ୟାମେରା କରି ଦେଖାଉଛି। ଏଇ ଦେଖ ସାଙ୍ଗମାନେ, ଦୂରରେ ଦେଖୁଛି ଗୋଟେ ଅଟୋ ଦିଶୁଛି। ସେଇ ଅଟୋରେ ବର୍ତ୍ତମାନ ମାଛ ଆସିଛି ବୋଧେ। ସବୁ ବାଲ୍ଟି ଗୁଡ଼ା ପୁରା ଲାଇନ୍ ଲାଇନ୍ କରି ଠିଆ ହେଇଛି। ଦେଖିବା ମାଛ ଆସିଲାଣି ନାହିଁ, ନହେଲେ ଯିବାକୁ ପଡ଼ିବ 3 କିଲୋମିଟର ବାଟ ହେନୁକା। ବହୁତ ଦୁଃଖର ବିଷୟ ସାଙ୍ଗମାନେ, ଏଇଠି ପାଖରେ ଯେଉଁ ଦୋକାନଟା ଥିଲା ମାଛ ଦୋକାନ, ସେଇଟା ବନ୍ଦ ହେଇଯାଇଛି। ବର୍ତ୍ତମାନ ଆମକୁ ଯିବାକୁ ପଡ଼ିବ କମ୍ ସେ କମ୍ 2 କିଲୋମିଟର ମାଛ ଆଣିବା ପାଇଁ। ସକାଳୁ ସକାଳୁ ଆସିଲେ ତ ଏଇଭଳିଆ ଅବସ୍ଥା। ଆଉ କାହିଁକିନା ଯେଉଁ ଭଳିଆ ବର୍ଷା ହେଉଛି, ଏ ବର୍ଷା ପାଖକୁ ଏତେ ଦୋକାନ ବାଲେ ବି ମାଛ ଦୋକାନ ଖୋଲିନି। 2 କିଲୋମିଟର ଯିବା, ଯଦି ଦୋକାନ ସେଠି ବି ନ ଖୋଲିଥିବ ତ ବହୁତ ଅସୁବିଧାରେ ପଡ଼ିବାକୁ ପଡ଼ିବ। କେଡ଼େ ବଡ଼ ବିଲ୍ଡିଂ ସାଙ୍ଗମାନେ, ଦେଖନ୍ତୁ କେତେ ବଡ଼ ବିଲ୍ଡିଂ। ଭୁବନେଶ୍ୱର ସବୁଠାରୁ ବଡ଼ ବିଲ୍ଡିଂ ଏଇଟା, ଯେଉଁଟାକି ହଂସପାଳ ପାଖରେ ଅଛି। ଦେଖ କେତେ ବଡ଼ ବିଲ୍ଡିଂ। ପାଖକୁ ଯିଏ ଯିବ ତଳୁ ଆପଣମାନଙ୍କର ଆଖି ପାଇବନି ତାକୁ ଅନେଇବା ପାଇଁ। ଦୂରରୁ ସିନା ମୋବାଇଲରେ ଆପଣଙ୍କୁ ଏତେ ଦିଶୁଛି, ତଳକୁ ଯିବ ବୋଲେ ଆଖି ପାଇବନି। ଦେଖନ୍ତୁ ଆହୁରି ଗୋଟେ ବିଲ୍ଡିଂ ଏଠି ଷ୍ଟାର୍ଟ ହେଉଛି ତା ପାଖରେ। ଆଉ ଏଇ ଛୋଟିଆ ବିଲ୍ଡିଂଟା ହେଉଛି, ଏଇଟା ଗାଡ଼ି ରଖିବା ପାଇଁ ହେଉଛି। ମାଛ କିଲୋ କେତେ ଅଛି? କିଲୋ ଗୋଟେ 1200-1300 ଦେଖିବ। କେତେ ଟଙ୍କା ହବ? ରହିଥା ମୁଁ ଫୋନ୍ କରି ପଚାରୁଛି। ତ ସାଙ୍ଗମାନେ, ବଜାରରେ ମାଛ କିଲୋ ରେଟ୍ ହେଉଛି 200 ଟଙ୍କା। ଆଉ ମୁଁ ଆଜି ଆଣିଲି 270 ଟଙ୍କାର, ମାନେ 1350 ଗ୍ରାମ ହେଉଥିଲା, ସେଥିପାଇଁ ସେ 270 ଟଙ୍କାର। ଠିକ୍ ଅଛି ସାଙ୍ଗମାନେ, ମୋର ଆଜିର ବ୍ଲଗ୍ ଭିଡ଼ିଓ ଆପଣଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିହାତି ଭାବରେ କହିବେ। ଯଦି ବି ମୋ ଚ୍ୟାନେଲକୁ ନୂଆ ଦେଖୁଛନ୍ତି ସବସ୍କ୍ରାଇବ୍ କରିବା ଭୁଲିବେ ନାହିଁ। ଠିକ୍ ଅଛି ସାଙ୍ଗମାନେ, ରହୁଛି। ଜୟ ଜଗନ୍ନାଥ। ପୁଣି ଥରେ ଦେଖା ହେବ ଆପଣମାନଙ୍କ ସହିତ ଆଉ ଗୋଟେ ନୂଆ ବ୍ଲଗ୍ ଭିଡ଼ିଓରେ।